आम्भमानकर जीवित परमेश्वर को यही पवित्र सेवा कार्य ପାଇଁ धन्यवाद देवा संगे संगे उपस्थित प्रत्येक दर्शक मानू जीशु नाम रे नमस्कार ज्ञापन करुअछि। आसंतु वर्तमान आमने ए पवित्र सेवा कार्य प्रार्थनार सहकारे आरंभ करिबा। मु प्रार्थना करिबी समस्ते प्रभुंक पाद तले समर्पण हो। सर्वशक्तिमान मंगलमय प्रभु तुमर पाद तले आमने पवित्र महानामर धन्यवाद दौछु। पुनर्बार आमानकु तुम्भ सानिध्य को आसीबा पई ए सुजोग देइथिबारु तुम्भर गौरव करूछु। एठारे आपण उपस्थिति दियो एवं आज ये सेवारे आमने तुम्हर महिमा यथोचित गौरव करू करू परस्पर सहभागिता आत्मिक निष्ठा उद्दीपनारे एवं मंगल बढ़िबू तुम्हें साहाय्य कर। आरंभ शेष पर्यंत समस्त दायित्व निह जीशुंक नाम रे मागुअछु, आमेन। धन्यवाद। वर्तमान आमे गीत गान करी आमानकर परमेश्वरंकर महिमा प्रकाश करिबा। समय बुकुरे आजिर कहानी आरंभे लेखा हुए। समय बुकुरे आजिर कहानी आरंभे लेखा हुए। प्रति अंतरु धन्यवाद प्रति अंतर धन्यवाद सुरगीति झरी जाए सुरगीति झरी जाए। समय बुकुरे आजिर कहानी आनंदे लेखा हुए। लेखा हुए। बरस बरस होइछि अतीत स्मृति तार अपसोरा शेष हुए नाही मंगल गान शेष हुए नाही मंगल गान प्रभुंक करुणा धारा। सेथिपाई आजी सम्मिलित प्राणे अछि सेई प्रतिश्रुति तोराइबा तांक स्वर्ग सिंहासन तोराइबा तांक स्वर्ग सिंहासन गाई प्रशंसा स्तुति। आकाशे बतासे विहंगी कंठे आकाशे बतासे विहंगी कंठे मधुसूर भरी जाए मधुसूर भरी
ଯାଏ ସମୟ ବୁକୁରେ ଆଜିର କାହାଣୀ ଆନନ୍ଦେ ଲେଖା ହୁଏ ଆନନ୍ଦେ ଲେଖା ହୁଏ। ଧନ୍ୟବାଦ। ସଙ୍ଗୀତ ଦଳ ଅତି ସୁନ୍ଦର ଗୀତ ଗାନ କରି ପ୍ରଭୁଙ୍କର ଗୌରବ କରିଥିବାରୁ ପ୍ରଭୁ ସେମାନଙ୍କୁ ପ୍ରଚୁର ଆଶୀର୍ବାଦ ପୁଣି ନିଷ୍ଠା ଦିଅନ୍ତୁ। ଆସୁ ବର୍ତ୍ତମାନ ଆଜି ଆମମାନଙ୍କ ପାଇଁ ଯେଉଁ ଶାସ୍ତ୍ରାଂଶ ରହିଛି ଈଶ୍ୱରଙ୍କର ବାକ୍ୟ ତାହା ପଠନ କରିବା। ମୋ ସହିତ ଆପଣମାନେ ଖୋଲିବେ ମାଥ୍ୟୁ ପୁସ୍ତକ ତାର 24 ଅଧ୍ୟାୟ ତାର 30 ଏବଂ 31 ପଦ। ମୁଁ ପାଠ କରିବି, ଦୟାକରି ଆପଣମାନେ ଏ ପାଠରେ ମନୋଯୋଗ କରିବେ। ସେତେବେଳେ ଆକାଶର ମନୁଷ୍ୟ ପୁତ୍ରଙ୍କର ଲକ୍ଷଣ ଦେଖାଯିବ। ପୁଣି ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଓ ମନୁଷ୍ୟ ପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ଓ ଆକାଶର ମେଘମାଳାରେ ଆଗମନ କରିବାର ଦେଖିବେ। ଆଉ ସେ ମହାତୁରୀଧ୍ୱନି ସହିତ ଆପଣା ଦୂତମାନଙ୍କୁ ପ୍ରେରଣ କରିବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ। ଏହି ପଠିତ ବାକ୍ୟରେ ଆମମାନେ ସମସ୍ତଙ୍କୁ ପ୍ରଭୁ ମଙ୍ଗଳ ଆଉ ଆଶୀର୍ବାଦ କରନ୍ତୁ। ଏହି ପଦ ଯୀଶୁଙ୍କର ଦ୍ୱିତୀୟ ଆଗମନ ବିଷୟରେ ଆଧାରିତ। ଗୋଟିଏ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ 5ଟି ବିଷୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ନିହାତି ଶ୍ରେଷ୍ଠତର ଅଟେ। ତାହା ହେଉଛି ଯୀଶୁଙ୍କର ଜନ୍ମ, ଯୀଶୁଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁ, ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଏବଂ ସ୍ୱର୍ଗାରୋହଣ ଏବଂ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ। 4ଟି ବିଷୟ ବର୍ତ୍ତମାନ ସଫଳ ହୋଇସାରିଛି। ଗୋଟିଏ ବିଷୟ ଯୀଶୁଙ୍କର ଆବଶ୍ୟକ, ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ। ଏହି ସମଗ୍ର ଇତିହାସ ମଧ୍ୟରେ ଯେତେ ସମସ୍ତ ଘଟଣା ଘଟିଅଛି, ସମସ୍ତ ଘଟଣା ଅପେକ୍ଷା ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ଅଧିକ ଶ୍ରେଷ୍ଠତର ଏବଂ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଆମମାନେ ପ୍ରତ୍ୟେକ ସେହି ଯୀଶୁଙ୍କର ଆଗମନର ଅପେକ୍ଷାରେ ବର୍ତ୍ତମାନ ରହିଅଛୁ। ତେଣୁ ଆଜି ଯେଉଁ ଶାସ୍ତ୍ରାଂଶ ଆମେ ପାଠ କଲୁ, ସେହି ଶାସ୍ତ୍ରାଂଶରେ ଯୀଶୁଙ୍କର ଆଗମନ ସମ୍ବନ୍ଧୀୟ 3ଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଆମେ ଶୁଣିବାକୁ ଯିବା। ଯେତେବେଳେ ଯୀଶୁଖ୍ରୀଷ୍ଟ ଆଗମନ କରିବେ, ସେହି ସମୟରେ କି ପ୍ରକାରେ ଆକାଶରେ ମହାଲକ୍ଷଣ ଚିହ୍ନ ଦେଖାଯିବ, ତାହା 30 ପଦରେ ଲେଖା ଅଛି। ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଜନ୍ମଗ୍ରହଣ କଲେ, ସେତେବେଳେ ଆକାଶରେ ଏକ ଚିହ୍ନ ଦେଖାଗଲା, ତାରା ବିଷୟରେ ଲେଖା ଅଛି। ଠିକ୍ ସେହି ପ୍ରକାରେ ଯେତେବେଳେ ଯୀଶୁଖ୍ରୀଷ୍ଟ ପୁନର୍ବାର ଆଗମନ କରିବେ, ସେତେବେଳେ ମଧ୍ୟ ଆକାଶରେ ଏକ ଚିହ୍ନ ଦେଖାଯିବ, ତାହା ସ୍ୱୟଂ ଯୀଶୁଖ୍ରୀଷ୍ଟ ନିଜେ ଅଟନ୍ତି। ତେଣୁ ଯୀଶୁଙ୍କର ଆଗମନ ପାଇଁ ଆମେ କି ପ୍ରକାର ପ୍ରସ୍ତୁତ ରହିବା ଏବଂ ଯୀଶୁଙ୍କର ଆଗମନର 3ଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଆଜି ଆମେ ଗ୍ରହଣ କରିବା। ଯେତେବେଳେ ଯୀଶୁଖ୍ରୀଷ୍ଟ ଆଗମନ କରିବେ, ପ୍ରଥମ ବିଷୟ ତାହା 31 ପଦରେ ଲେଖା ଅଛି, ସେ ଆପଣା ମନୋନୀତ ଲୋକମାନଙ୍କୁ ତାହାଙ୍କଠାରେ ଏକତ୍ର କରିବେ। 31 ପଦରେ ପ୍ରକାଶ କରାଯାଏ, ଯୀଶୁଖ୍ରୀଷ୍ଟ ମହାତୁରୀଧ୍ୱନିରେ ଏବଂ ଆପଣା ଦୂତମାନଙ୍କୁ ପ୍ରେରଣ କରି ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଯେତେ ଲୋକ ତାହାଙ୍କର ମନୋନୀତ ଅଛନ୍ତି ସମସ୍ତଙ୍କୁ ଏକତ୍ର କରିବେ। କାହିଁକି? ଯୀଶୁଖ୍ରୀଷ୍ଟ ଯେତେବେଳେ ଆଗମନ କରିବେ, ସେତେବେଳେ ଆପଣା ଲୋକମାନଙ୍କୁ ଏହି ପାପ ମନ୍ଦତାପୂର୍ଣ୍ଣ ଜଗତରୁ, ଅଧର୍ମପୂର୍ଣ୍ଣ ଜଗତରୁ ପୃଥକ କରିବେ ଏବଂ ତାହାଙ୍କର ଚିରନ୍ତନ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ସମସ୍ତଙ୍କୁ ଏକତ୍ର କରିବେ। ଆମ୍ଭେମାନେ ସମସ୍ତେ ତାହାଙ୍କୁ ଭେଟିବା ପାଇଁ ଏବଂ ତାହାଙ୍କୁ ସ୍ୱାଗତ କରିବା ପାଇଁ ଆମେ ଏକତ୍ର ହେବା। ମଣ୍ଡଳୀ ଆଜି ଖ୍ରୀଷ୍ଟଙ୍କୁ ସ୍ୱାଗତ କରିବା ପାଇଁ ସେହିଦିନ ଏକତ୍ର ମଧ୍ୟ ଆକାଶରେ ତାଙ୍କୁ ଭେଟିବେ। ଯେତେବେଳେ ଜଣେ ଉଚ୍ଚ ପଦସ୍ଥ ବ୍ୟକ୍ତି ଆମ୍ଭମାନଙ୍କ ଗୃହକୁ ଆସନ୍ତି, ସେତେବେଳେ ତାଙ୍କୁ ସମ୍ମାନ ଦେଇ ଆମମାନେ ଗୃହର ବାହାରକୁ ଯାଇ ତାଙ୍କୁ ଗ୍ରିଟ୍ କରୁ, ତାଙ୍କୁ ସ୍ୱାଗତ କରୁ।
ତେବେ ରାଜାମାନଙ୍କର ରାଜା ପ୍ରଭୁମାନଙ୍କର ପ୍ରଭୁ ଯେ ଏହି ଜଗତର ସୃଷ୍ଟିକର୍ତ୍ତା ଯେତେବେଳେ ଦ୍ୱିତୀୟ ଆଗମନ କରିବେ, ତେବେ ମଣ୍ଡଳୀ ଏହି ଜଗତରେ ରହିପାରିବ ନାହିଁ। ମଣ୍ଡଳୀ ତାଙ୍କୁ ସାକ୍ଷାତ କରିବା ପାଇଁ ସେହି ମଧ୍ୟ ଆକାଶରେ ଏକତ୍ର ହେବ। କିନ୍ତୁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଲେଖା ଅଛି। ଆପଣମାନେ ଯଦି 30 ପଦକୁ ଦେଖିବେ, ସେହି ସ୍ଥାନରେ ଲେଖା ଅଛି ଯେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ। ଯଦି ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ଆମ୍ଭମାନଙ୍କ ପାଇଁ ଏକ ଆନନ୍ଦଦାୟକ ଭରସା, କାରଣ ଆମେ ଯେତେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିଅଛୁ, ଆମେ ସମସ୍ତଙ୍କ ନିମନ୍ତେ ଏହା ଏକ ବ୍ଲେସେଡ୍ ହୋପ୍ ବା ଆନନ୍ଦଦାୟକ ଭରସା ବୋଲି ତିତସ ତାର 2:13 ପଦରେ ଲେଖା ଅଛି। ତେବେ କାହିଁକି ପୃଥିବୀର ଗୋଷ୍ଠୀ ସମସ୍ତେ ବିଳାପ କରିବେ? ଏହାର ମୁଖ୍ୟ ରିଜନ୍ ବା ମୁଖ୍ୟ କାରଣ ହେଲା, କାରଣ ସେମାନେ ଜୀବନରେ ଥିବା ମୁଖ୍ୟ ଯେଉଁ ସୁଯୋଗକୁ ହରାଇ ସାରିଛନ୍ତି। ଯୀଶୁଙ୍କ ଆଗମନ ପରେ ଏ ଜଗତରେ ଥିବା କୌଣସି ବ୍ୟକ୍ତିକୁ ସୁଯୋଗ ମିଳିବ ନାହିଁ। ତେଣୁକରି ଯୀଶୁଙ୍କର ଆଗମନକୁ ସେମାନେ ଦେଖି ସେମାନେ ବିଳାପ କରିବେ, କାରଣ ସେମାନଙ୍କ ମଧ୍ୟରେ ଖେଦ ଆସିବ ଯେ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସୁଯୋଗକୁ ସେମାନେ ହରାଇ ଦେଲେ। କିନ୍ତୁ ବିଶ୍ୱାସୀମାନେ ଆନନ୍ଦ କରିବେ, କାରଣ ଏହା ବିଶ୍ୱାସୀମାନଙ୍କ ପାଇଁ ଆନନ୍ଦ ଅଟେ। କାରଣ ବିଶ୍ୱାସୀମାନେ ଆମମାନଙ୍କର ରାଜା ଯୀଶୁଖ୍ରୀଷ୍ଟଙ୍କୁ ସ୍ୱାଗତ କରିବା ପାଇଁ ଯିବା। ତେଣୁ ଦ୍ୱିତୀୟ ଆଗମନ ଆମମାନଙ୍କ ପାଇଁ ଭରସା ଏବଂ ଆନନ୍ଦ। ଯୀଶୁଙ୍କର ଦ୍ୱିତୀୟ ଆଗମନ ସମୟରେ ଆମେ ଦେଖିବାକୁ ପାରୁଛୁ, ତାହା ହେଉଛି ଏ ଜଗତରେ ଥିବା ଅଧର୍ମ, ଦୁଷ୍ଟତା, ମନ୍ଦତା ଏବଂ ଅନ୍ଧକାର ରାଜ୍ୟକୁ ଯୀଶୁଖ୍ରୀଷ୍ଟ ବିନାଶ କରିବାକୁ ଆସିବେ। କାରଣ ଲେଖା ଅଛି, ଆପଣ ଯଦି ସେହି 30 ପଦର ଶେଷ ଅଂଶରେ ଦେଖିବେ, ଯୀଶୁଖ୍ରୀଷ୍ଟ ମହାପରାକ୍ରମରେ ଏବଂ ମହାମହିମାରେ ଆସିବେ। ଏହି ମହାପରାକ୍ରମ ଶବ୍ଦ ଏହା ଯୀଶୁଙ୍କର ଶକ୍ତିକୁ ସୂଚାଏ। ସେ କି ପ୍ରକାର ପରାକ୍ରମୀ ଅଟନ୍ତି। ସେ ଯେତେବେଳେ ଆଗମନ କରିବେ, ଏ ଜଗତରେ ଯେଉଁ ଅନ୍ଧକାରର ରାଜ୍ୟ ଚାଲିଅଛି, ଏ ଜଗତରେ ଯେଉଁ ମନ୍ଦତା ଚାଲିଅଛି, ଆଜି ଆପଣମାନେ ଦେଖିପାରୁଥିବେ ଜଗତରେ ପାପ ବଢ଼ି ଚାଲିଛି, ମନ୍ଦତା ବଢ଼ି ଚାଲିଛି। ଆମେ ଖବରକାଗଜରେ ବା ନ୍ୟୁଜ୍ରେ ଦେଖୁଛୁ କି ପ୍ରକାର ଅଧର୍ମ ଏ ଜଗତରେ ବଢ଼ୁଛି। କିନ୍ତୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଆଗମନ କରିବେ, ଏ ସମସ୍ତ ଅଧର୍ମକୁ ସେ ସମ୍ପୂର୍ଣ୍ଣ ବିନାଶ କରିବେ ଏବଂ ଯୀଶୁଙ୍କର ଆଗମନ ପରେ ସେ ଆପଣା ଶାନ୍ତି ରାଜ୍ୟ ସ୍ଥାପନ କରିବେ। ସେଥିପାଇଁ ଯୀଶୁଙ୍କୁ ଶାନ୍ତି ରାଜା ବୋଲି ବାଇବଲରେ ସମ୍ବୋଧନ କରାଯାଇଛି। ଦ୍ୱିତୀୟ ଥେସଲୋନିକୀୟ ତାର 2:8 ପଦରେ ସ୍ପଷ୍ଟ ଲେଖା ଅଛି, ଯୀଶୁଖ୍ରୀଷ୍ଟ ଯେତେବେଳେ ଦ୍ୱିତୀୟ ଆଗମନ କରିବେ, ସେତେବେଳେ ଜଗତରେ ଥିବା ଅଧର୍ମ ପୁରୁଷ ଅର୍ଥାତ୍ ଖ୍ରୀଷ୍ଟାରିକୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସେ ବଧ କରିବେ। ଅର୍ଥାତ୍ ଯୀଶୁ ଏହି ପ୍ରକାର ମହାନ ଏବଂ ମହାପରାକ୍ରମ ଶକ୍ତିରେ ଆସିବେ, ଯୀଶୁଙ୍କ ସମ୍ମୁଖରେ ଏହି ଜଗତରେ କୌଣସି ମନ୍ଦତା ତିଷ୍ଠି ରହିବ ନାହିଁ। କାରଣ ଯୀଶୁ ଏ ଜଗତରେ ଅନ୍ଧକାରର କାର୍ଯ୍ୟକୁ ବିନାଶ କରି ଆପଣା ଶାନ୍ତିର ରାଜ୍ୟ ସ୍ଥାପନ କରିବେ। ସେହି ଶାନ୍ତି ରାଜ୍ୟକୁ ପ୍ରବେଶ କରିବା ପାଇଁ, ସେହି ଶାନ୍ତି ରାଜାକୁ ଗ୍ରହଣ କରିବା ପାଇଁ ଆମେ କ'ଣ ପ୍ରସ୍ତୁତ ହେଉଛୁ କି? ଆଜି ବର୍ତ୍ତମାନ ଏହି ଜଗତରେ ଆମ୍ଭମାନଙ୍କର ମୁଖ୍ୟ ପ୍ରମୁଖ କର୍ତ୍ତବ୍ୟ ଯେ ଆମେ ସେହି ରାଜାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉ। ଆଜି ହୁଏତ ଆମମାନଙ୍କ ଜୀବନରେ ଅନେକ ପ୍ରକାର ମନ୍ଦତା, ଦୁଷ୍ଟତା, ପୁଣି ଅନ୍ଧକାର କାର୍ଯ୍ୟ, ଶୈତାନିକ କାର୍ଯ୍ୟ ଲାଗିଥାଇପାରେ। କିନ୍ତୁ ଯୀଶୁ ଯେତେବେଳେ ଆଗମନ କରିବେ, ସେ ସମସ୍ତ ବିଷୟର ବିନାଶ କରି ଆମ ଜୀବନରେ ଏକ ନୂତନ ଆଶୀର୍ବାଦ ଏବଂ ତାହାଙ୍କର ରାଜ୍ୟରେ ଏକ ନୂତନ ଜୀବନ ଆରମ୍ଭ କରିବେ। ଏବଂ ତୃତୀୟ ବିଷୟ, ଯେତେବେଳେ ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଆଗମନ କରିବେ, ଲେଖା ଅଛି ସେ ଜଗତର ବିଚାର କରିବା ପାଇଁ ଆସିବେ। ଯଦି ଆମମାନେ ସେହି ମାଥ୍ୟୁ ତାର 25:31 ପଦକୁ ଦେଖିବା, ସେହି ସ୍ଥାନରେ ଏହା ଲେଖା ଅଛି, ମନୁଷ୍ୟ ପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆଗମନ କରିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ। ଯୀଶୁ ପ୍ରଥମେ ଯେତେବେଳେ ଆସିଲେ, ଗୁହାଳକୁଣ୍ଡରେ ଜନ୍ମ ହେଲେ, ଯୀଶୁଙ୍କ ପାଇଁ ଏହି ଜଗତରେ ସ୍ଥାନ ନଥିଲା। ଯୀଶୁଙ୍କ ପାଇଁ ଏ ଜଗତରେ କୌଣସି ସମ୍ମାନ ନଥିଲା। କିନ୍ତୁ ଯେତେବେଳେ ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଆଗମନ କରିବେ,
ସେତେବେଳେ ସେ ଗୌରବମୟ ସିଂହାସନରେ ଉପବେଶନ କରିବେ। ସେ ବସିବେ ଏବଂ ଜଗତର ସମସ୍ତ ଲୋକମାନଙ୍କୁ ବିଚାର କରିବା ପାଇଁ ସେ ଆସୁଅଛନ୍ତି। ବାସ୍ତବରେ ସେହି ମହାନ ଯୀଶୁଙ୍କୁ ସାକ୍ଷାତ କରିବା ପାଇଁ ବାକ୍ୟରେ ପ୍ରସ୍ତୁତ ହୁଅ ବୋଲି ଲେଖା ଅଛି। ତାଙ୍କର ପ୍ରଥମ ଆଗମନ ଯାହା ଆମେ ବଡ଼ଦିନ ପାଳନ କରୁଛୁ, ସେ ସମୟରେ ଯୀଶୁଙ୍କ ପାଇଁ ସ୍ଥାନ ନଥିଲା। ଲେଖା ଅଛି ଗୁହାଳ କୁଣ୍ଡରେ ତାଙ୍କ ପାଇଁ ମଧ୍ୟ ସ୍ଥାନ ନାହିଁ କିମ୍ବା କୌଣସି ଗୃହରେ ତାଙ୍କ ପାଇଁ ସ୍ଥାନ ନଥିଲା। କିନ୍ତୁ ଆଜି କ'ଣ ଆମେ ଆମର ଜୀବନରେ ଆମମାନଙ୍କର ହୃଦୟରେ ତାଙ୍କ ପାଇଁ ସିଂହାସନ କରୁଛୁ କି? ସେ ଗୌରବମୟ ସିଂହାସନରେ ଉପବେଶନ କରିବେ। ତହିଁ ପୂର୍ବରୁ ଆଜି ଆମମାନଙ୍କ ପାଇଁ ସୁଯୋଗ ଆମ ଜୀବନକୁ ସେଇ ସିଂହାସନ କରୁ, ଆମର ହୃଦୟକୁ ଯୀଶୁଙ୍କ ପାଇଁ ସେ ସିଂହାସନ କରୁ। ତେବେ ଯୀଶୁ ଆସି ଆମମାନଙ୍କୁ ଆଶୀର୍ବାଦରେ ତାଙ୍କର ରାଜ୍ୟରେ ନେବେ। କିନ୍ତୁ ମନେ ରଖୁ, ଯୀଶୁଖ୍ରୀଷ୍ଟ ଏକ ବିଚାରକର୍ତ୍ତା ଭାବରେ ଆସୁଅଛନ୍ତି। ତାଙ୍କ ସହିତ ତାଙ୍କ ସମ୍ମୁଖରେ ଠିଆ ହେବା ପାଇଁ ମନୁଷ୍ୟ ନିଜକୁ ଯୋଗ୍ୟ କରିବା ଦରକାର। କାରଣ ବାକ୍ୟରେ ଲେଖା ଅଛି, ଯେଉଁମାନେ ଆଜି ଯୀଶୁଙ୍କଠାରେ ଅଛନ୍ତି, ଯେଉଁମାନେ ଯୀଶୁଙ୍କୁ ନିଜ ଜୀବନର ସମସ୍ତ ପ୍ରଭୁ କରି ଗ୍ରହଣ କରିଅଛନ୍ତି, ଯୀଶୁଙ୍କର ଆଗମନ ସମୟରେ ସେମାନେ ଭୟ କରିବେ ନାହିଁ, ବରଂ ସାହସରେ ପ୍ରଭୁଙ୍କ ନିକଟରେ ଆନନ୍ଦରେ ଠିଆ ହେବେ। କିନ୍ତୁ ଯେଉଁମାନେ ଯୀଶୁଙ୍କୁ ନିଜ ଜୀବନରେ ଗ୍ରହଣ କରିନାହାନ୍ତି, ନିଜର ଇଚ୍ଛା ମୁତାବକ ଜୀବନ କାଟୁଛନ୍ତି, ସେଦିନ ଯୀଶୁଙ୍କ ସମ୍ମୁଖରେ ଠିଆ ହୋଇ ନିକାଶ ଦେବାକୁ ପଡ଼ିବ। କାରଣ 2 କରିନ୍ଥିୟ 5:10 ଲେଖା ଅଛି ଯେ ଆମ୍ଭେମାନେ ପ୍ରତ୍ୟେକଙ୍କୁ ତାହାଙ୍କ ବିଚାର ସିଂହାସନ ସମ୍ମୁଖରେ ଠିଆ ହେବାକୁ ପଡ଼ିବ ଏବଂ ଆମମାନେ କ'ଣ କରୁଅଛୁ ତାହାର ନିକାଶ ଦେବାକୁ ପଡ଼ିବ। ପ୍ରିୟ ଦର୍ଶକମାନେ, ମୁଁ ଆପଣମାନଙ୍କୁ ଅନୁରୋଧ କରିବାକୁ ଚାହୁଁଅଛି, ଆସୁ ସେଇ ଯୀଶୁଙ୍କ ଆଗମନ ପାଇଁ ଆମେ ପ୍ରସ୍ତୁତ ହେଉ। ଏହି ଜଗତ ପରମାନେଣ୍ଟ ନୁହେଁ, ଏହି ଜଗତ ବିନାଶ ଆଡ଼କୁ ଯାଉଛି। ଆମେ ଶେଷ ଦିନ ଶେଷ ମୁହୂର୍ତ୍ତରେ ବାସ କରୁଛୁ। ଏହି ସମୟରେ ଆମମାନଙ୍କୁ ପ୍ରସ୍ତୁତିକରଣର ନିହାତି ଆବଶ୍ୟକ। ଲୁକ ତାର 21:28 ଲେଖା ଅଛି, ଯେତେବେଳେ ଯୀଶୁଙ୍କର ଆଗମନର ସମୟ ସନ୍ନିକଟ, ସେତେବେଳେ ଆମମାନଙ୍କୁ କେବଳ ଉର୍ଦ୍ଧ୍ୱ ଦୃଷ୍ଟି କରିବା ଏବଂ ମସ୍ତକ ଉତ୍ତୋଳନ କରି ତାଙ୍କ ଉପରେ ବିଶ୍ୱାସ କରି ତାଙ୍କଠାରେ ସମର୍ପଣ ହେବା ଜରୁରୀ ଅଟେ। ପ୍ରଭୁଙ୍କଠାରେ କେନ୍ଦ୍ର କରି ଯଦି ଆମେ ଜୀବନ କାଟୁଛୁ, ତାହେଲେ ଦ୍ୱିତୀୟ ଆଗମନ ଆମମାନଙ୍କ ପାଇଁ ଆଶୀର୍ବାଦ ହେବ। ଯେ ଏହି ଜଗତରେ ବାସ କରୁ କରୁ ଆମେ ଜଗତରେ ହଜି ନ ଯାଉ, ସେଥିପାଇଁ ପାଉଲ ମଧ୍ୟ ରୋମିଓ ତାର 12:2 କହନ୍ତି ଯେ ଏହି ଜଗତର ଅନୁରୂପୀ ହୁଅ ନାହିଁ। କାରଣ ପାଉଲଙ୍କ ଭାଷାରେ ଏହି ଜଗତ ବିନାଶ ଆଡ଼କୁ ଯାଉଛି। ଆମେ ଏହି ଜଗତରେ ଅଛୁ କିନ୍ତୁ ଜଗତର ନୋହୁଁ। ଏହି ଜଗତରେ ଯେ ପ୍ରକାରେ ଆମେ ଅନ୍ୟମାନଙ୍କ ନିମନ୍ତେ ଏକ ଆଦର୍ଶ ହେବା, ଖ୍ରୀଷ୍ଟଙ୍କୁ ଆମ ଜୀବନରେ ଧାରଣ କରିବା, ଏହା ପ୍ରଭୁ ଯୀଶୁ ଚାହାନ୍ତି। ତେଣୁକରି ଲେଖା ଅଛି ଯେ ଆମ୍ଭେମାନେ ଏହି ଜଗତରେ ଥାଉ ଥାଉ ଆମମାନେ ଖ୍ରୀଷ୍ଟଙ୍କୁ ଧାରଣ କରି ଜୀବନଯାପନ କରୁ, କାରଣ ସେହି ଖ୍ରୀଷ୍ଟ ଆମମାନଙ୍କଠାରେ ମହିମାନ୍ୱିତ ହେବା ପାଇଁ ଚାହାନ୍ତି। ତେବେ ଆମମାନଙ୍କ ପାଇଁ ସମୀକ୍ଷାର ବିଷୟ ଯେ ଆମେ କ'ଣ ଏହି ଜଗତରେ ଯେତେ ଦିନ ଜୀବନ କାଟୁଛୁ, ଆମେ କ'ଣ ଖ୍ରୀଷ୍ଟଙ୍କୁ ଅନ୍ୟମାନଙ୍କ ନିକଟରେ ମହିମାନ୍ୱିତ କରୁଛୁ କି? ଅନ୍ୟମାନେ ଯେତେବେଳେ ଆମମାନଙ୍କର ଜୀବନକୁ ଦେଖିବେ, ସେମାନେ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ଚାହାନ୍ତି। ସେଥିପାଇଁ ଯୀଶୁଙ୍କର ଦ୍ୱିତୀୟ ଆଗମନ ପୂର୍ବରୁ ଆମେ ଯେ ପ୍ରକାରେ ଖ୍ରୀଷ୍ଟଙ୍କର ମହିମା ଆମମାନଙ୍କର ଜୀବନରେ ପ୍ରକାଶ କରିବା, ଏହା ଚାହାନ୍ତି। ମନେ ରଖନ୍ତୁ, ଯୀଶୁଖ୍ରୀଷ୍ଟ କେବଳ ଯେ ବାଇବଲର 4ଟି ସୁସମାଚାରରେ ପ୍ରକାଶ ହୋଇଛନ୍ତି ତାହା ନୁହେଁ। ଆଜି ଦିନରେ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଗୋଟେ ପଞ୍ଚମ ସୁସମାଚାର କରି ରଖିଅଛନ୍ତି। କାରଣ ଜଗତର ଲୋକ ସେମାନେ ବାଇବଲକୁ ପଢ଼ନ୍ତି ନାହିଁ। ଏହି ଜଗତର ଲୋକ ସେମାନେ ଆମ୍ଭମାନଙ୍କୁ ପଢ଼ନ୍ତି, ଆମମାନଙ୍କଠାରେ ଯୀଶୁଙ୍କୁ ଦେଖିବା ପାଇଁ ଚାହାନ୍ତି। ଆଉ ଏହା କେବଳ ସେତେବେଳେ ସାଧନ ହୁଏ ଯେତେବେଳେ ଆମ୍ଭେମାନେ ଜାଗତିକ ମନା ନ ହୋଇ ଆମେ ଆତ୍ମିକ ମନା ହେବା, ଆମେ ପ୍ରଭୁଙ୍କ ପ୍ରତି ଉର୍ଦ୍ଧ୍ୱ ଦୃଷ୍ଟି କରିବା। ତେଣୁ ଲେଖାଯାଇଛି କଲସ୍ୟ 3:2 ଜଗତର ବିଷୟରେ ଆସକ୍ତ ନ ହୋଇ ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ। ଆମେ କ'ଣ ସେ ଆତ୍ମାରେ ପରିପୂର୍ଣ୍ଣ ହୋଇ ଏ ଜଗତରେ ଥାଉ ଥାଉ ଆତ୍ମିକ ବିଷୟ ପାଇଁ ଅଧିକ ମନୋଯୋଗୀ ହୋଇ ଖ୍ରୀଷ୍ଟଙ୍କ ପାଇଁ ପ୍ରସ୍ତୁତ ହେଉଛୁ କି? ଏହା ଆମମାନଙ୍କ ପାଇଁ ଆଜିର ଏହି ବାକ୍ୟ ଦ୍ୱାରା ସମୀକ୍ଷାର ବିଷୟ। ତେଣୁ ମୁଁ ପ୍ରତ୍ୟେକ ଦର୍ଶକମାନଙ୍କୁ ଅନୁରୋଧ କରିବି, କେବଳ ଯେ ଆମେ ଶ୍ରୋତା ମାତ୍ର ନ ହେଉ, ବାକ୍ୟକୁ ଶୁଣି ତାହା ଅନ୍ତରରେ
ଏକ ପ୍ରସ୍ତୁତ ଏବଂ ଆତ୍ମାଙ୍କ ଦ୍ୱାରା ବୋଧପ୍ରାପ୍ତ ହୋଇ ପ୍ରଭୁଙ୍କ ପାଇଁ ଏକ ନୂଆ ସଂକଳ୍ପରେ ବଢ଼ିବା ପାଇଁ ଆମେ ଚେଷ୍ଟା କରିବା। ପ୍ରଭୁ ଏହି ବାକ୍ୟରେ ଆମମାନେ ସମସ୍ତଙ୍କୁ ଆଶୀର୍ବାଦ ପୁଣି ନିଷ୍ଠା ଦେଇ ବଢ଼େଇ ନିଅନ୍ତୁ। ଆମେନ୍। ଗୋଟି ଗୋଟି କରି ତ୍ୟାଗର କାହାଣୀ ଏ ଭବନ କହିଯାଏ। କେତେ ସ୍ୱେଦ ଶ୍ରମ ପ୍ରାର୍ଥନା ଅଶ୍ରୁ, କେତେ ସ୍ୱେଦ ଶ୍ରମ ପ୍ରାର୍ଥନା ଅଶ୍ରୁ ନିହିତ ଏ ଶିରା ଦେହେ। ନାହାନ୍ତି ସେମାନେ ଆମରି ଭିତରେ, ବଞ୍ଚିଛି ତାଙ୍କରି ସାକ୍ଷ୍ୟ। ତାଙ୍କ ଆଦର ସେ ଗଢ଼ିବା ନିଜକୁ, ତାଙ୍କ ଆଦର ସେ ଗଢ଼ିବା ନିଜକୁ, ଭିତରି ପବିତ୍ର ବାକ୍ୟ ସାକ୍ଷ୍ୟ ତାଙ୍କରି ଆହ୍ୱାନ ଦେଇ, ସାକ୍ଷ୍ୟ ତାଙ୍କରି ଆହ୍ୱାନ ଦେଇ ସେଇ କଥା କହିଯାଏ, ସେଇ କଥା କହିଯାଏ। ସମୟ ବୁକୁରେ ଆଜିର କାହାଣୀ ଆନନ୍ଦେ ଲେଖା ହୁଏ। ସମୟ ବୁକୁରେ ଆଜିର କାହାଣୀ ଆନନ୍ଦେ ଲେଖା ହୁଏ। ପ୍ରତି ଅନ୍ତରୁ ଧନ୍ୟବାଦର, ପ୍ରତି ଅନ୍ତରୁ ଧନ୍ୟବାଦର ସୁର ଗୀତି ଝରିଯାଏ, ସୁର ଗୀତି ଝରିଯାଏ, ସୁର ଗୀତି ଝରିଯାଏ। ଆସନ୍ତୁ ବର୍ତ୍ତମାନ ଆମମାନେ ପ୍ରଭୁଙ୍କଠାରେ ନିଜକୁ ସମର୍ପଣ କରି ପ୍ରାର୍ଥନା କରିବା। ମୁଁ ଚାହିଁବି ମୋ ପ୍ରାର୍ଥନାରେ ଆପଣମାନେ ମଧ୍ୟ ପ୍ରଭୁଙ୍କଠାରେ ନିଜକୁ ଉତ୍ସର୍ଗ କରନ୍ତୁ। ହେ ସର୍ବଶକ୍ତିମାନ ଅନୁଗ୍ରହଦାତା ମଙ୍ଗଳମୟ ପ୍ରଭୁ, ତୁମେ ଯେ ଅତି ଶୀଘ୍ର ଏହି ଜଗତକୁ ଆସୁଅଛ। ଯେତେବେଳେ ପ୍ରଥମେ ତୁମେ ଆସିଲ, ଏ ଜଗତରେ ତୁମ ପାଇଁ ସ୍ଥାନ ନଥିଲା, ତୁମେ ଗୁହାଳ କୁଣ୍ଡରେ ଜନ୍ମ ହେଲ। କିନ୍ତୁ ଯେତେବେଳେ ତୁମେ ଦ୍ୱିତୀୟ ଆଗମନ କରୁଛ, ବିଚାରକର୍ତ୍ତା ଭାବରେ, ରାଜା ଭାବରେ ଏ ଜଗତକୁ ତୁମେ ଆସୁଅଛ। ତୁମ୍ଭକୁ ଆମମାନଙ୍କର ଜୀବନରେ ପ୍ରଭୁ ଗ୍ରହଣ କରି ତୁମ୍ଭକୁ ସ୍ୱାଗତ କରିବା ପାଇଁ, ପ୍ରସ୍ତୁତ ହେବା ପାଇଁ ଏଠାରେ ଉପସ୍ଥିତ ପ୍ରତ୍ୟେକ ଦର୍ଶକମାନଙ୍କୁ ଆଶୀର୍ବାଦ କର ଏବଂ ଏକ ନୂତନ ସିଦ୍ଧାନ୍ତ ନେଇ ଏ ଜଗତରେ ଥାଉ ଥାଉ ତୁମ୍ଭ ପାଇଁ ପ୍ରସ୍ତୁତି ଏବଂ ଆତ୍ମିକ ଉଦ୍ଦୀପନା ଏବଂ ସେହି ସ୍ୱର୍ଗୀୟ ଏବଂ ଆତ୍ମିକ ମନୋଭାବରେ ବଢ଼ିବେ, ସହବର୍ତ୍ତୀ ହୁଅ। ମହିମା ତୁମ୍ଭକୁ ଦେଇ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆଶିଷ ଭିକ୍ଷା ପ୍ରାର୍ଥନା କରିବା। ସେତେବେଳେ ପିତା ଈଶ୍ୱରଙ୍କର ଅସୀମ ପ୍ରେମ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ଦୟା, ପବିତ୍ର ଆତ୍ମାଙ୍କର ଶକ୍ତି, ଶାନ୍ତି, ସହଭାଗିତା ଉପସ୍ଥିତ ପ୍ରତ୍ୟେକ ଦର୍ଶକ ସମସ୍ତଙ୍କ ସହିତ ତାହାଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ସଙ୍ଗେ ସଙ୍ଗେ ସହବର୍ତ୍ତୀ ହେଉନ୍ତୁ, ଆମେନ୍। ଧନ୍ୟବାଦ। ଇମାନୁଏଲ ଭିଜନ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ତ ଆପଣମାନେ ଦେଖୁଛନ୍ତି। ଦେଖିବା ସହିତ ଆପଣମାନଙ୍କ ସୁଚିନ୍ତିତ ମତାମତ ଦେଇ ଆମକୁ ଉତ୍ସାହିତ କରନ୍ତୁ। ଏହି କାର୍ଯ୍ୟକ୍ରମ ଡିଡି ଓଡ଼ିଆ ଟିଭି ଚ୍ୟାନେଲରେ ମଧ୍ୟ ପ୍ରତ୍ୟେକ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ରାତ୍ରି 8:30ରୁ 9ଟାରେ ପ୍ରସାରିତ ହେଉଛି। ଦେଖିବାକୁ ଯତ୍ନବାନ ହେବେ।
ଏହା ସହିତ ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା ଆପଣମାନେ ପ୍ରଥମେ ଆମର ନୂଆ କାର୍ଯ୍ୟକ୍ରମର ସୂଚନା ପାଇପାରିବେ।